ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ। ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ୱାଳ, ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁକଦେବ ଝାଙ୍କର, ବରିଷ୍ଠ କାର୍ଯ୍ୟାଳୟ ସହାୟକ ଶ୍ରୀଯୁକ୍ତ ଗୋପାଳ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସହ ଡୁଙ୍ଗୁରିପାଲି ମହାବିଦ୍ୟାଳୟରୁ ସୋହେଲା ମହାବିଦ୍ୟାଳୟକୁ ବଦଳି ହୋଇଥିବା ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଲକ୍ଷ୍ମଣ ଭୂଏଙ୍କ ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଦାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପ୍ରଥମ ସମ୍ପାଦକ ତଥା ବର୍ତ୍ତମାନର ସରପଞ୍ଚ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦେଇ ସଭାକୁ ଗାରିମାମୟ କରିଥିଲେ। ପ୍ରଥମେ ମା ସରସ୍ୱତୀଙ୍କଠାରେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରୀ ପ୍ରୀତି, ସ୍ୱପ୍ନା, ରୂପାଲି ଏବଂ ସାଥୀ ପ୍ରାରମ୍ଭିକ ଓ ବିଦାୟ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାସ ସମସ୍ତ ବିଦାୟୀ କର୍ମଚାରୀମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଶୈଳେଶ ଶତପଥୀ ସଭାକୁ ସଂଯୋଜିତ କରିଥିଲେ। ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପଦ୍ମିନୀ ଗୁରୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦାୟୀ ପ୍ରାଧ୍ୟାପକ ଓ ଅଧ୍ୟାପକମାନେ ମହାବିଦ୍ୟାଳୟରେ କଟାଇଥିବା ଦୀର୍ଘ ବର୍ଷର ଅନୁଭୂତିକୁ ସ୍ମୃତିଚାରଣ କରି ଭାବ ବିହ୍ୱଳ ହୋଇଯାଇଥିଲେ। ଅଧ୍ୟାପିକା ଗୋପିକା ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ଶେଷ ହୋଇଥିଲା। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।